ଆମର ଆରମ୍ଭ ହେଇଥିଲା କଥା ଗପରେ। ଆଜିର ଆମେ ଗପ ଉପରେ ଆଉ ସଂକ୍ଷିପ୍ତ ଆଲୋଚନା ଗୋଟେ ଅଛି। ଆମ ପାଖରେ ଅଛନ୍ତି ଓଡ଼ିଶାର ବିଶିଷ୍ଟ ଗାଳ୍ପିକା ଡକ୍ଟର ସରୋଜିନୀ ମ୍ୟାଡାମ, ସରୋଜିନୀ ସାହୁ ମ୍ୟାଡାମ। ତାଙ୍କ ଶାରଳା ପୁରସ୍କାର ହଉ, ସାହିତ୍ୟ ଏକାଡେମୀ ହଉ, ସେ ପୁରସ୍କାର ଉର୍ଦ୍ଧ୍ୱରେ ଯାଇ ତାଙ୍କ ଗପ ଗୁଡ଼ିକ ଆମ ହୃଦୟକୁ ସବୁବେଳେ ଛୁଇଁଛି। ମୁଁ ମ୍ୟାଡାମକୁ ଅନୁରୋଧ କରିବି ମଞ୍ଚକୁ ଆସିବା ପାଇଁ ଏବଂ ତାଙ୍କ ସହିତ ଆଲୋଚନା କରିବା ପାଇଁ ଆସିବେ ଦେବବ୍ରତ ଦାସ। ଆମର ଏଇ ସେସନ ପରେ ସବୁଠୁ ଯୋଉଟାକୁ ଆମେ ସବୁବେଳେ ଅପେକ୍ଷା କରିଥିଲେ, ଆମେ ସମସ୍ତେ ଓଡ଼ିଆ ସାମ୍ବାଦିକତା ତା ଭିତରେ ଥିବା ସାହିତ୍ୟ ତାକୁ ସମସ୍ତେ ଶୁଣିବା। ତେଣୁ ଅନୁରୋଧ ସ୍ୱରୂପ ଭାଇଙ୍କୁ ସମସ୍ତଙ୍କୁ ସମସ୍ତେ ଏଇଠି ଉପସ୍ଥିତ ରହିବେ ଏବଂ ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ଆମର ଦୁଇ ଜଣ ପ୍ୟାନେଲିଷ୍ଟଙ୍କ ପାଇଁ ଗୋଟେ ଜୋରଦାର କରତାଳି ମୁଁ ଆଶା କରୁଛି। ସମସ୍ତଙ୍କୁ ନମସ୍କାର। କେବେ କେବେ ଗପ ବିଷୟରେ କୁହାଯାଏ ଯେ ଏଇଟା ଭଲ ଗପ, ଏଇଟା ଖରାପ ଗପ, ଏଇଟା ଗୋଟେ ଚଳନୀୟ ଗପ ଏବଂ ଏଇଟା ଗୋଟେ ଇରୋଟିକା ଗପ, ଏଇଟା ଗୋଟେ ବୋଲ୍ଡ ଗପ ଏବଂ ଏଇଟା ଗୋଟେ ମନେ ରଖିବା ଭଳି ଗପ ଏବଂ ଏଇ ଗପର ଶୈଳୀ ଭଲ, ଶୈଳୀଧର୍ମୀ ଗପ ଏବଂ ଆଉ ଗୋଟେ କୁହାଯାଏ ଯେ ଏହା ଏକ କାହାଣୀ ଧର୍ମୀ ଗପ। ଏବଂ ଏଇ ସବୁ ବିଭିନ୍ନ ଜାତି ଜାତିକା ଗପ ଭିତରେ ପାଠକକୁ ଯାହା ଭଲ ଲାଗେ ସେଇଟା ଭଲ ଗପ। ତେବେ ଏମିତି ସବୁ ବିଭିନ୍ନ ପ୍ରକାରର ଗପ ଭିତରେ ଯିଏ ଆମ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ତାଙ୍କ ଗଳ୍ପ କଳାରେ, ତାଙ୍କ ଉପନ୍ୟାସ କଳାରେ, ସିଏ ହେଉଛନ୍ତି ସରୋଜିନୀ ସାହୁ ମ୍ୟାଡ଼ାମ। ତାଙ୍କୁ ଏଇ ଆଲୋଚନାକୁ ସ୍ୱାଗତ। ତେବେ ବେଶୀ ଡେରି ନ କରି, ଆମର ଅନେକ ଡେରି ହେଇଯାଇଛି ୟା ଭିତରେ, ତେବେ ବେଶୀ ଡେରି ନ କରି ଆମେ ଆରମ୍ଭ କରିବା। ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ମ୍ୟାଡ଼ାମ ଓଡ଼ିଆ ଗଳ୍ପର ଗଭୀରତା। ତ ଏଇ ପ୍ରକୃତରେ କୁହାଯାଏ ଯେ, ମୁଁ ମୋରି କଥା କହୁଛି, ଅନେକ ମୁଁ କହିବାର ଶୁଣିଛି ଯେ ଓଡ଼ିଆ ଯେ ଗଳ୍ପରେ ଗଭୀରତା ନାହିଁ। ହଁ, ଦେବଗପ ପଢିଲି ଯେ, କିନ୍ତୁ ଦେବଗପରେ ଚଳନୀୟ ଗପ, କିନ୍ତୁ ଦେବଗପରେ ଗଭୀରତା ନାହିଁ। ତେବେ ଗଭୀରତା ଯୋଉ ଜିନିଷଟି କଣ, ଯେ ଗପରେ ଗଭୀରତା ରହିବା ଜରୁରୀ, ନା ପାଠକକୁ ଯାହା ଭଲ ଲାଗିଲା ସେଇଟା ଭଲ ଗପ ଏବଂ ଗଭୀରତା ନ ରହିଲେ ବି ଚଳିବ? ଗଭୀରତା ନଥିଲେ ପ୍ରଥମ କଥା ଭଲ ଲାଗିବ ନାହିଁ। ଏବଂ ଗଭୀରତା ଜିନିଷଟି କ'ଣ, ତା ପାଇଁ ମୁଁ ଗୋଟେ ଛୋଟିଆ ଗପଟେ କହିବି। ଗୋଟେ ଜଣେ ଚାଇନିଜ ସମ୍ରାଟ, ଥରେ ଚାଇନାର ଜଣେ ସମ୍ରାଟ ଗୋଟେ ଘୋଷଣା କଲେ ଯେ କିଏ ଗୋଟେ ଭଲ କୁକୁଡ଼ା ଚିତ୍ର କରିପାରିବ। ବହୁତ ଲୋକ ଆସିଲେ କୁକୁଡ଼ା ଚିତ୍ର କରିବା ପାଇଁ ଏବଂ କାନଭାସରେ କରୁଥାନ୍ତି ଚିତ୍ର ଗୋଟିଏ ଗୋଟିଏ। କିନ୍ତୁ କୁକୁଡ଼ାଟି ରଖାଯାଇଥାଏ ସାମ୍ନାରେ। କୁକୁଡ଼ାଟା କିଛି ମାନେ ତା'ର କୌଣସି ପ୍ରତିକ୍ରିୟା ହେଉନଥାଏ। ସେଠୁ ସମସ୍ତେ ଗଲେ, ରାଜାଙ୍କୁ, ସମ୍ରାଟଙ୍କୁ ଭଲ ଲାଗୁନି ଯେ କୁକୁଡ଼ା ଭଳିଆ ଦେଖାଯାଉଛି ତ ସତ, କିନ୍ତୁ କୁକୁଡ଼ାଟା ଚିତ୍ରଟା ତ କାହିଁ କୁକୁଡ଼ା ଦେଖିକିରି କିଛି ରିଆକ୍ସନ୍ କରୁନି, ପ୍ରତିକ୍ରିୟା କରୁନି। ତାପରେ ଗୋଟେ ଲୋକ, ସାଧାରଣ ଲୋକ ଆସିଲା, ସେ କାଲି ଗୋଟେ ଚକ୍ ଧରିକି ଏମିତି ଯାଇତାଇ ଗୋଟେ ଗାର ମାରିଦେଇଗଲା। ଯେଉଁ କୁକୁଡ଼ାଟା ଥିଲା ସେ ତ ଫୁଲେଇକିରି, ତା ବେକ ଫେକ ଫୁଲେଇକିରି ସେ ମାଡ଼ିଗଲା ସେ କୁକୁଡ଼ା ସାଙ୍ଗେ ଲଢ଼େଇ କରିବାକୁ। ତେଣୁ ଜଣାଗଲା ଯେ ଇଏ କରିଛି, ପ୍ରକୃତ ଚିତ୍ରଟି ଏଇ ଲୋକଟି କରିଛି। ତେଣୁ ତାକୁ ପୁରସ୍କୃତ କରାହେଇଥିଲା। କଥା ହେଉଛି ଯେ ଗଭୀରତା କେତେବେଳେ ଆସେ, ଯେଉଁଠି ଯେଉଁ ଗାଳ୍ପିକ କିମ୍ବା ଗାଳ୍ପିକା ଜୀବନକୁ ଯେତେ ଗଭୀର ଭାବରେ ଦେଖିଛନ୍ତି, ନିରୀକ୍ଷଣ କରିଛନ୍ତି, ବା ତା ଭିତରେ ସେ ଭିତରକୁ ଯାଇଛନ୍ତି। କେଉଁ ଗଭୀରତା ଦେଖିବେ, ଯେଉଁଠି ମଣିଷ ରିଲେଟ୍ କରିପାରିବ ନିଜକୁ, ମାନେ ପାଠକ ସେଠି ଦେଖିକି କହିବେ ଯେ ଏ କଥାଟା ବୋଧେ ମୋ କଥା କହିଦେଲା କି ଲେଖକ, ମାନେ ମୋ କଥାଟା ଆସିଗଲା କି। ତେଣୁ ଚରିତ୍ର ଭେଦ କରିବା ଏତେ ସହଜ କଥା ନୁହଁ। ସବୁବେଳେ ଯେ ଆମେ ନିଜକୁ ନାୟକ ବା ନାୟିକା କରୁ ସେମିତି ନାହିଁ। ଆମେ ଯେତେବେଳେ ଗୋଟେ ଗପକୁ ନେଉଛୁ, ଗୋଟେ ଚରିତ୍ରକୁ ନେଉଛୁ, ଗୋଟେ ଜୀବନକୁ ନେଉଛୁ, ଧର ଆମେ ନେବା ଗୋପୀ ମହାନ୍ତିଙ୍କର କିମ୍ବା ଦେବରାଜ ଲେଙ୍କାଙ୍କର ଗୋଟେ ଗପ। ଦେବରାଜ ଲେଙ୍କାଙ୍କର ଗୋଟେ ଗପ ମୁଁ ଏଠି ଉଦାହରଣ ଦେଉଛି ଯେ ଗୋଟେ ଦାନୁଆ ବ୍ରାହ୍ମଣ ଯିଏ ଦାନ ନେବ ଏବଂ ସେ ଦାନ ନେଇସାରିଲା ପରେ ବୁଢ଼ାଟି ମରିଯିବ। ସେ ଯେଉଁ ବ୍ରାହ୍ମଣଟାର ସେ ବହୁତ ଦିନ ହେଲା ଖାଇନି, ଆମ୍ବୁଲ ରାଇ ଖାଇନି ଏବଂ ଚୁଡ଼ା ଚକଟା ଖାଇନି, ଆଉ ଟିକେ ଦହି ଦିଅ, ଆଉ ଟିକେ, ଯେଉଁ ଅବଜରଭେସନ୍। ତାପରେ ସେ ହାଡ଼ଗିଳା ବ୍ରାହ୍ମଣ, ତେଣୁ ଲୁଚେଇକିରି ହାଡ଼ଟିଏ ତା ଭିତରେ ଦିଆହେବ, ସେ ଖାଇଲେ ଯାଇକିରି ସେ। ଏସବୁ କଥା ଯେତେବେଳେ ଜଣେ ଲେଖୁଛି, ସେ କେତେ ଭାବରେ ତାକୁ ଲକ୍ଷ୍ୟ କରିଥିବ। ସେଇଟା ହେଉଛି ଗଭୀରତା, ଯେ ଜୀବନକୁ କେତେ ଗଭୀର ଭାବରେ ଜଣେ ଜାଣୁଛି ଏବଂ ତାକୁ ପୁଣି ଭାଷାରେ କେମିତି ସେ ତାକୁ ପ୍ରୟୋଗ କରୁଛି। ଭାଷା ଯଦି କୋଣାର୍କ ହୁଏ, ତେବେ 1200 ବଢ଼େଇଙ୍କର ଯେଉଁ 16 ବର୍ଷ ଅବଦାନ, ସେଇଟା ହେଉଛି ଜୀବନ।
ଯଦି ସେଇ ଯେଉଁ ଲୁହ ନଥାନ୍ତା ବା 1200 ବଢ଼େଇଙ୍କର ଯେଉଁ ମାନେ ଘର ଦ୍ୱାର ଛାଡ଼ି ଆସିକିରି ସମୁଦ୍ର କୂଳରେ ରହିନଥାନ୍ତେ, ଯେଉଁ ଜୀବନ ନଥାନ୍ତା, ତାହେଲେ କୋଣାର୍କର ଯେଉଁ ପଥର ମୂର୍ତ୍ତି ଗୁଡ଼ିକ ଅର୍ଥହୀନ ହେଇଥାନ୍ତା। ଆମେ ଯେତେବେଳେ କୋଣାର୍କ ଦେଖୁଛୁ ସାଙ୍ଗେ ସାଙ୍ଗେ 1200 ବଢ଼େଇକି ମନେ ରଖୁଛୁ। ତେଣୁ ଗଭୀରତାଟା ଧନ୍ୟବାଦ ମ୍ୟାଡ଼ାମ। ତେବେ ଏଇ ଗଭୀରତାକୁ ନେଇକିରି କଥା ହୁଏ ଯେ ଯେତେବେଳେ କବିତା ଆମକୁ ବୁଝା ପଡ଼େନି ଆମେ କହୁ ଏହା ଦୁର୍ବୋଧ୍ୟ କବିତା, ଏବଂ ସେଇ ସମାନ କବିତାକୁ, ସେଇ ଦୁର୍ବୋଧ୍ୟ କବିତାକୁ ଏବଂ ସମାନ କବିତାକୁ ଅନ୍ୟ ସମାଲୋଚକ ମାନେ କୁହନ୍ତି ଏଇ କବିତାରେ ଗଭୀରତା ଅଛି, ତେଣୁ ତୁମେ ବୁଝିପାରିବନି। ତେବେ ଗଭୀରତାଟା ବେଳେ ବେଳେ ଗପକୁ ଦୁର୍ବୋଧ୍ୟ କରେ କି କବିତା ଭଳି? ସମସ୍ତଙ୍କର ଗଳ୍ପ କରେନି। ଯେମିତି ମାନେ ମୁଁ ତ ନିଜର ଉଦାହରଣ ଦେବିନି, କାରଣ ମୋତେ ଏଇଟା ଗୋଟେ ବହୁତ ଖରାପ ଲାଗିବ। କିନ୍ତୁ ବେଳେବେଳେ ଲୋକକୁ ମାନେ ମୋ ଗପ ପଢ଼ି ସାରିଲା ପରେ ମୋ ଛାତ୍ରମାନେ ବି ଅନ୍ୟ ଲୋକ ବି ପଚାରନ୍ତି ମୋ ଦୁଃଖ ପ୍ରମିତ ଗପଟା ପଢ଼ିକିରି, ଏ ଝିଅଟା ବୁଡ଼ିଲା କି ନାହିଁ, କ'ଣ ହେଲା, ଝିଅଟା ପଙ୍କରେ ବୁଡ଼ିଗଲା କି ମ୍ୟାଡ଼ାମ୍, ସେ ଗପରେ କ'ଣ କହିବାକୁ ଚାହିଁଛନ୍ତି ନା ତାକୁ ଉଦ୍ଧାର କରିଦିଆଗଲା ପଙ୍କରୁ। ସେଇଟା ହେଉଛି ଗଭୀରତା ବୋଲି ତୁମେ ଯେଉଁ କହୁଛ ଯେ ଆର୍ଟ। ଧର ଏଇଠି ଆମେ ନେବା ରମାକାନ୍ତ, ଏବେ ରମାକାନ୍ତ ରଥଙ୍କର ଏବେ ଦେହାନ୍ତ ହେଇଛି। ତାଙ୍କର ଗୋଟେ ମୁଞ୍ଜଳୁଛି ଓଜଳୁଛି ତୀବ୍ର ଦରଜରେ, ମିଡ଼ିୟମ୍ ଧୋତି ଆଉ ଇସ୍ତ୍ରୀ କରା ଅଧା କାମିଜରେ, ଲଣ୍ଠନ କବିତା। ଲଣ୍ଠନ କାଚଟା ସଫା, ସେ ବି ଇସ୍ତ୍ରୀ କରା ପିନ୍ଧୁଛନ୍ତି ପୋଷାକ। ଲଣ୍ଠନ ଭିତରେ ଦିକି ଦିକି ନିଆଁ ଜଳେ, ମଣିଷ ଭିତରେ ଦିକି ଦିକି ନିଆଁ ଜଳେ। ଯଦି ତଳେ ଆମେ ତାର ଫିଟେଇ ଦେଉଛେ, ଶବ୍ଦର ଚୋପା ଛଡ଼େଇକିରି ତା ଅର୍ଥ ଯଦି ଜାଣୁଛେ, ତାହେଲେ କେତେ ଗଭୀରତା ଆସୁଛି ଦେଖ। କିମ୍ବା ଆଉ ଗୋଟେ ପଦ, ତୁମେ ମୋର ସ୍ୱାମୀର କଙ୍କାଳ, ତୁମେ ମୋର ସୁନ୍ଦରୀ ବିଧବା, ମୁଁ ତୁମ ସ୍ୱାମୀର କଙ୍କାଳ। ମାନେ ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ଭଲ ନାହିଁ, ତେଣୁ କହୁଛନ୍ତି ଯେ ତୁମେ ମୋର ସୁନ୍ଦରୀ ବିଧବା, ମୁଁ ଥାଇକି ତମ ଜୀବନରେ ନାହିଁ, ଏବଂ ମୁଁ ତୁମ ସ୍ୱାମୀର କଙ୍କାଳ, ମୁଁ ଥାଇ ମଧ୍ୟ କଙ୍କାଳଟା ଭଳିଆ ରହିଛି। ତ ଏକୁ ଫିଟେଇବାକୁ ପଡ଼ିବ। ମୁଁ କହୁନାହିଁ ଯେ ଗଳ୍ପ ସବୁବେଳେ, ଗଳ୍ପରେ ଟିକେ କମ୍ ବୌଦ୍ଧିକ ବିଚାର ଆସେ, କିନ୍ତୁ ଆମେ ଦେଖିବା ଜଗଦୀଶଙ୍କର ଅନେକ ଗପରେ ବୌଦ୍ଧିକ ବିଳାସ ଦେଖିବାକୁ ଆମେ ପାଉ। କିମ୍ବା କେହି ଅଛନ୍ତି ଯେଉଁମାନେ ଛାଡ଼ି ଦିଅନ୍ତି, ଟ୍ରିକ୍ସ କରି ଛାଡ଼ି ଦିଅନ୍ତି, ମୋତେ ବି ଭଲ ଲାଗେ ଯେ ପାଠକ ପାଖରେ ଛାଡ଼ିଦେବା ପାଇଁ। କହ୍ନେଇଲାଲ କିମ୍ବା ମାନେ ପାଠକ ଭାବୁ ଏ ଗପଟା ପରେ କ'ଣ ହବ, ୟେସ୍ ଅର୍ ନୋ, ସେ ଯୁଆଡ଼େ ନେଉଛି, ଯଦି ନର୍କକୁ ନେଉଛି ଠିକ୍, ଯଦି ସ୍ୱର୍ଗକୁ ନେଉଛି ଠିକ୍। ତେଣୁ ସବୁବେଳେ ଯଦି ଆମେ କହିବେ ଯେ ଗ୍ରୁପ୍ ଫଟୋ ହିନ୍ଦୀ ଫିଲ୍ମ ଭଳି ହେଇଯାଉ, ଖାଇ ପିଇ ଗୋଟେ ଗ୍ରୁପ୍ ଫଟୋ ଉଠାଇବା, କିମ୍ବା ସେକ୍ସପିୟରଙ୍କ ନାଟକ ଭଳି ସମସ୍ତେ ସବୁ ଡେଡ୍ ବଡି ପଡ଼ିଥିବ ଷ୍ଟେଜ୍ରେ, ଆଉ ଅନ୍ୟ ଲୋକ ଉଠେଇକି ନେବେ, ସେମିତି ହେଲେ ଗପ ତ ଗପ ହେବ ନାହିଁ। ତେଣୁ କିଛିଟା ଦୁର୍ବୋଧ୍ୟ ହେବା ଠିକ୍। ବଢ଼ିଆ କଥା କହିଲେ ମ୍ୟାଡ଼ାମ୍, ଯେ କିଛିଟା ଦୁର୍ବୋଧ୍ୟତା ରହିବା ବି ଜରୁରୀ ଏବଂ ଗପରେ ଗଭୀରତା ରହିବା ଜରୁରୀ। ତେବେ ଆମେ ବେଳେବେଳେ ବୋଲ୍ଡ ଗପ ପଢ଼ୁ, ଇରୋଟିକା ପଢ଼ୁ, ଏବଂ ତାଙ୍କ ଭିତରେ ଗୋଟେ ସୂତେ ସୂତର ଫରକ ଥାଏ। ଇରୋଟିକା ପର୍ନ ଭିତରେ ଯେମିତି ଗୋଟେ ସୂତେ ସୂତର ଫରକ ଥାଏ, ଏବଂ ଆମେ କହିଲା ବେଳେ କହୁ ଏଇଟା ଗୋଟେ ସୂତେର ଫରକ, କିନ୍ତୁ ଏଇଟା ଗୋଟେ ବହୁତ ବଡ଼ ଫରକ। ପ୍ରକୃତରେ ଏଇଟା ସୂତେର ଫରକ ନୁହେଁ। ସେଇଭଳି ଭାବରେ କିଛି ସମାଲୋଚକ କୁହନ୍ତି ଯେ ଓଡ଼ିଆ ଗଳ୍ପ ପ୍ରେମରୁ ବାହାରି ପାରିଲାନି। ତେଣୁ ପ୍ରେମ ଗପ ଲେଖିଲା ବେଳେ ଲେଖକଟିଏ କେତେ ସଚେତନ ହେବା ଦରକାର କି ଏଇଟା ଏଇ ଗପରେ ସେତିକି ଗଭୀରତା ରହିବ ନା ଏଇଟା ଗୋଟେ ପଲ୍ପ ଫିକ୍ସନ ଭଳି ଲାଗିବ। ଯେ ତେଣୁ ପ୍ରେମ ଗପ ଲେଖିଲା ବେଳେ ଲେଖକଟିଏ ସବୁବେଳେ ଦୁଇ ଧାରୀ ତଲୁଆରରେ ଚାଲେ, ଯେ ଏଇଟା ପଲ୍ପ ହେଇଯିବ କି, ଆଉ ହେଇଯିବ କି ଏଇଟା ଗୋଟେ ଗଭୀର ଆକୁ କେମିତି କରାଯିବ। ତେଣୁ ଏଇ ଦୋଦ ପାଞ୍ଚ ଭିତରେ ଯେଉଁ ପ୍ରେମ ଗପ ଲେଖାଯାଉଛି, ତେଣୁ ତାକୁ ନେଇ ଆପଣ କ'ଣ କହିବେ? ପ୍ରଥମ କଥା, ପ୍ରେମ ଜିନିଷଟା ହେଉଛି ମନର, ଆଉ ଯେଉଁ ପର୍ଣ୍ଣ କହୁଛ କିମ୍ବା ଇରୋଟିକା କିମ୍ବା ଅନ୍ୟ ଜିନିଷ, ସେଇଟା ହେଉଛି ଦେହର କଥା। ମୁଁ ଜାଣିନି ଆଜିକାଲି ପିଲାମାନେ କ'ଣ କରନ୍ତି, କିନ୍ତୁ ମୁଁ ତ ପୁରୁଣା ଜମାନାର, ତେଣୁ ଆମେ ଆଗେ ମନଟାକୁ ବଡ଼ ଗୁରୁତ୍ୱ ଦେଉ। ଆଉ ପ୍ରେମ ମନର କଥା, ଦେହର କଥା ନୁହଁ। ତେଣୁ ଏଥିରେ ମାନେ ଚିନ୍ତା କରିବା ନାହିଁ। ଯେଉଁ ମୋର ଅଧିକାଂଶ ମୁଁ ଦେଖିଛି, ମୁଁ ବହୁତ ବୋଲ୍ଡ, ସମସ୍ତେ ଜାଣନ୍ତି ମୁଁ ବହୁତ ବୋଲ୍ଡ, କିନ୍ତୁ ମୁଁ ବୋଲ୍ଡ ବୋଲି ଯେ ସବୁ ମାନେ ଖୋଲାଖୋଲି ଭାବରେ ଏମିତି ଲେଖିଦିଏ ବି ନୁହଁ। ଗୋଟେ ଆଢ଼ୁଆଳରେ ଥାଏ, ସେଇଟା ହେଉଛି ଆସ୍ଥେଟିକ୍ ସେନ୍ସ, କିମ୍ବା ସେଇଟାକୁ ଇରୋଟିକା, ମୋର
विषाद ईश्वरी उपन्यास गल्प कथा पढ़ी किंतु मु कहूँ बहुत इरोटिक पोएम अच्छी बहुत गुड़ा जो अनुवाद करती भी मत समस्त पचारती तो इरोटिका गुड़ा ना मुझे हाँ मत कहवाक पड़ो गोटे स्त्री लोक ता स्वामी द्वारा टर्चर्ड हो फिजिकाली ताको मन हो गोटे ऑपरेशन थिएटर रे ये कईची रे छुरी रे काटुची ये भरे कराई एटा किंतु टोटाल माने गोटे इरोटिका माने कह तो इरोटिका रहिबा साहित्य गोटे तार गोटे एस्थेटिक सेंस अच्छी किंतु गोटे जिनस अच्छी जदि बहुत जन मुझे पढ़ी सब सोशल मीडिया रे जो माने कि ता भीतर सौंदर्य बोध न थाए खुला खली भाव में बोल्ड कहवाई बहुत पर्नोग्राफी कह पारे सेटा करती किंतु प्रेम जहाँ देह तानु प्रथमे प्रेम पछरे देह फॉलो करवा उचित आजिकल अलगा हो जाइए जोटे बोल्डनेस पाइका किसी लोक देहटा को गुरुत्व दौरान भितर प्रेम केबे मरेनी देहर माने संतोष खूब जल्दी हो जाए किंतु प्रेम बड़े अमर जिनसटी आ साहित्य रे प्रेम नथले साहित्य नहीं बिना प्रेम की साहित्य मोर तो धारणा प्रेम बिना साहित्य नहीं बढ़िया कथा कहले जे बिना प्रेम रे की साहित्य बिना प्रेम रे की गप की कविता तेणु तबे हमर परवर्ती प्रश्न को आसिया मैडम जे किछि गाल्पिक भी कहती किछि समालोचक भी कहती बेले बेले तांका कथारे आमे भी भाबू जे गपटीर फिलोसफिकल दार्शनिक तत्व किछि न रहिले ता गपर गभीरता दर्शाई पारेनी गपर गभीरता मापिया को हेले से गपरे निश्चित दार्शनिक तत्व किछि रहिबो एवं शेष कथाटी भारी चमकदार दार्शनिक तत्व हेइथिबो ताहाले जाइए आमे ताहाकु भल गप कहिबा किंतु आमे पढ़िला बेले किछि भी दार्शनिक शब्द एवं किछि भी लाइन न थाई कि भी गपटी अति साधारण भाव में लेखा जाई कि हमको भल लागे या पछरे कोन कारण रही प्रथम कथा मु कहबी जे आमे अल्प बहुत समस्त दार्शनिक कारण धर गोटे घटनाटे घटे आ जीवन मूल्य किछि नाही ना मैं कहि दउछि जीवन मूल्य किछि नाही अर्थात आमे दार्शनिक आमे कहलु जे जीवन गोटे किछि मूल्य नाही एई विषय रे गोटे छोटिया कथा रे पुणी मु कहूछि जे चारटा पिला सांग होई जाउथले आ जण कहतला मु आईएएस भी जण कहतला मु वकील भी आ जण कहतला मु चाष करिबि आ कोन गोटे करिबि एमती जनकर एक्सीडेंट हो गला रास्ता रे दुर्घटना रे मृत्यु हो गला सांगे सांगे जणे कहूछि जे जीवन मूल्य किछि नाही सब तापरे आहा से पिलाटा मरीगला तार भौणी बाहाइनी बापा चाकरी बाकरी नाही घरे बसी छंती तापरे गप गढ़ी उठिला पछरे प्रथमे आसला दर्शन जीवन मूल्य किछि नाही पछकु आसला परिवेश से को परिवेश रे जीथिला तार जीवन रे आगु कौन हबो बा किछि न हबो कि न हबो बाकी कथा गुड़ा हूँ गाल्पिक तैयारी करे तेणु दर्शन सबु लेखक सबु कविर सबु व्यक्तिर भी दार्शनिक दृष्टिभंगी समस्ते आम कहे गोटे गोटे दार्शनिक संसार में कारण एमती गोटे व्यक्ति नहीं जी मूर्खटे ही था पाठ न पढ़ी था से बहुत दार्शनिक तत्व भाया कथा कहे तेणु दार्शनिक हवाटा किसी असुविधा नहीं गल्परे आरोपित दर्शनटा भारी खराब जिनस जमी आम नवा जे मार्क्सिज्म ये गोटे आरोपित दर्शन बहुत जन मु देखी आम ओडिशा रे भी अच्छा बहुत बड़ बिल्डिंग रे रोथे किंतु लिखुवे जे दलित मान कविता से कौन माने से कवितार कौन माने हुए बहुत जन डाकबंगला बसिक लिखे आदिवासी मान कथा से कौ प्रकार माने रहा दार्शनिक भित्तिटा माने जो दृष्टिभंगीटा सियाड़ को जाऊँ कि आदौ जाऊना से भली जो फ्रॉयड कथा दर्शनटा को आणिक पढ़ी डेलीबरेटली गप लेखा हम गप हेनी सेटा अन्य किसी हो पारे प्रबंध हो जापे कि नष्ट हो जापे से गप कि गप नुह बढ़िया कथा कहले मैडम तेबे आमर अधिकांश गाल्पिक माने अर्बान गप लिखु नाहंती आमे जहाँ भी 70% गाल्पिक गाल्पिका माने आमे आमर पछ कथा लिखुचंती पछ दिनर कथा नॉस्टैल्जिक जिया को जाउचंती एवं आमे से कथा लिखुचंती हम पुराना दिनर कथा लिखुचंती जहाँ आमे भोगिचंती किंतु अर्बान गप जो एबेका समय रे जहाँ से माने भोगुचंती से गपटी से गप गुडी को लेखा जाउ नाही
ଏବଂ ଏହାର କାରଣ ଆପଣ କ'ଣ ହେଇପାରେ ବୋଲି ଭାବୁଛନ୍ତି? ଆମର ଯୋଉ ଏବେର ଯୋଉ ପିଢ଼ି ଆସୁଛି ସେ ପିଢ଼ି ଜୀବନକୁ ଭୋଗିବା ତାଙ୍କର କମିଗଲାଣି, ନା ସେମାନେ ଗପ କୁ ଭୋଗିବା ଏବଂ ଜୀବନକୁ ଭୋଗିବା ତାଙ୍କର କମିଗଲାଣି ବୋଲି ସେଇଟା ଗପରେ ଆସୁନାହିଁ? ନା ସେମିତି ତ କହିହେବନି। ଲେଖାଲେଖି ଆଜିକାଲି ପିଲାମାନେ କମ୍ କରୁଛନ୍ତି। ଆମ ସମୟରେ ୟୁନିଭର୍ସିଟିରୁ ଗୋଟିଏ ଦଳ ଲେଖକ ବାହାରୁଥିଲୁ। ମାନେ ୟୁନିଭର୍ସିଟିରେ ପାଠ ପଢ଼ିଲା ବେଳେ ସେଠୁ ନୂଆଗିରି ଆସିବୁ, ସେମାନେ ପୁଣି ମୋ ସମୟରେ ମୁଁ କହିଦେଉଛି ଶତ୍ରୁଘ୍ନ ପାଣ୍ଡବ, ହୃଷିକେଶ ମଲ୍ଲିକ, ପ୍ରଭାସିନୀ ମହାକୁଡ଼, ଏଇ ସମସ୍ତେ ଆମରି ମୋ ବ୍ୟାଚ୍ର ପିଲା ସମସ୍ତେ କଣ୍ଟିନ୍ୟୁ କରିଛୁ, ବର୍ତ୍ତମାନ ସୁଦ୍ଧା ଲେଖୁଛୁ। କିନ୍ତୁ ବର୍ତ୍ତମାନ କ'ଣ ହେଉଛି, ସବୁ ଟେକ୍ନିକାଲ ଲାଇନରେ ଯାଉଛନ୍ତି। ତାଙ୍କର ତାପରେ ରହୁଛି ଯେ ସେମାନେ ପ୍ରାଇଭେଟ ସେକ୍ଟରରେ କାମ କରୁଛନ୍ତି, 12 ଘଣ୍ଟା ଲେ କାମ କରୁଛନ୍ତି, ତେଣୁ ଗପ ଲେଖିବାକୁ ତାଙ୍କ ପାଖେ ହୁଏତ ସୁଯୋଗ ସମୟ ମିଳୁନାହିଁ। କିନ୍ତୁ ଯେଉଁମାନେ ଲେଖୁଛନ୍ତି ତା ଭିତରେ ବି ଯେଉଁମାନେ ଲେଖୁଛନ୍ତି ସେମାନେ ଭଲ ଲେଖୁଛନ୍ତି। ତ ଏ ତମର ଗୋଟେ ଗପ କହିବା କଥା ନୁହଁ ତ, କିନ୍ତୁ ସେ ଲାଞ୍ଜ ମୁଁ ପଢ଼ି ସାରିକିରି ପଚାରିଲି ତମେ ଗଞ୍ଜେଇ ଫଞ୍ଜେଇ ଟାଣୁଥିଲ କେମିତି, ଏତେ ଏକ୍ସପିରିଏନ୍ସ, ମାନେ ଏତେ ଗଞ୍ଜେଇ ବିଷୟରେ କେତେ ଜାଣିଲ? ମୁଁ ତ ଏତେ କଥା ଜାଣିନଥିଲି, କାରଣ ମୁଁ ତ ଝିଅ ସ୍ତ୍ରୀ ଲୋକଟା ଜାଣିବା ସମ୍ଭବ ନୁହଁ। କିନ୍ତୁ ମୁଁ ପଢ଼ିକିରି ସେଥିରେ ମୁଗ୍ଧ ହେଲି ଯେ ସାପ ଲାଞ୍ଜକୁ କାଟିକିରି ସେ ଗଞ୍ଜେଇ ଭିତରେ ତାପରେ ଚିଲମରେ ପୁରାଯାଏ। ତ ଏଇ ଯେଉଁ ଜିନିଷ ଗୁଡ଼ାକ ବଢ଼ିଆ ଲେଖିଛ, ଯେଉଁଟାକି ମୋତେ ବାଡ଼େଇଲେ ମଧ୍ୟ ମୁଁ ଲେଖିପାରିବିନି। ତେଣୁ ତମେ ଯଦି ଆଜି ପିଢ଼ିର ଗୋଟେ ମାନେ କୁହାଯିବ ଆଜିର ପିଢ଼ିର ଲେଖକ, ତାହେଲେ କିମ୍ବା ସୂର୍ଯ୍ୟସ୍ନାତ ସେ ବି ଲେଖୁଛି। ଯେଉଁମାନେ ଲେଖୁଛନ୍ତି, ଯେଉଁ ଅଳ୍ପ ଲେଖୁଛନ୍ତି, ସେମାନେ ଅର୍ବାନ୍ ଲାଇଫ୍କୁ ନେଇ ଲେଖୁଛନ୍ତି। ଆଉ ଅର୍ବାନ୍ ଲାଇଫ୍କୁ ନେଇ ଲେଖା ହେଉନି ବୋଲି ନୁହଁ। ହଁ, ମୁଁ ଦେଖୁଥିଲି ଏବେ କାଲି ନା ପରଦିନ ମୁଁ ବସି ବସି ଏମିତି ଚୁପଚାପ ବସି ଭାବୁଥିଲି ଏ ଯେ ଅଧା ଲେଖକ ଲେଖୁଛନ୍ତି ଗାଁ ଉପରେ ଗପ। ଆଉ ଗାଁ ତ ଗାଁ ନାହିଁ, ଗାଁରେ ତ ସବୁବେଳେ ବାଇକ୍ ବୁଲୁଛି, ଗାଁରେ ତ କେତେ କାର୍ ସବୁ ରାସ୍ତା ଏକ୍ଜାକ୍ଟଲି ଏଇ ଜିନିଷଟି ପଚାରୁଥିଲି ଆଜ୍ଞା। ମାନେ ରାସ୍ତା ପୁରା ଗାଡ଼ିଟେ ନେଇ ହେଉନି, ଗାଁ ଭିତରେ ଦୁଇ ସାଇଡ଼୍ରେ କାର୍ ଫାର୍ ଥୁଆ ହେଉଛି। ଗାଁରେ ତ ତିବ୍ବତୀୟାନ କୁକୁର, କାରଣ ମୁଁ ଯେତେବେଳେ ଗୋଟେ ଉପନ୍ୟାସ ଲେଖିବାକୁ ଗାଁ ପାଇଁ ଯାଇଥିଲି, ଗାଁ ଦେଖିବା ପାଇଁ, ଦେଖିଲି ଯେ ପୋଖରୀ ପାଖରୁ ଗୋଟେ ତିବ୍ବତୀୟାନ କୁକୁର ନେଇକିରି ଜଣେ ଯାଉଛି। ତ ମୁଁ କହିଲି ଗାଁ ତ ବଦଳି ଯାଇଛି, ମୁଁ କେଉଁ ଗାଁକୁ ନେଇ ଲେଖିବି? ଯେହେତୁ ମୋର ଗାଁର ଅନୁଭୂତି ନଥିଲା, ତେଣୁ ମୁଁ ଗାଁ ବୁଲିବା ପାଇଁ ଯାଇଥିଲି। ତ ଗାଁରେ ତ ସମସ୍ତେ ସବୁ ଘରେ ସବୁ ଜିନିଷ ରହିଛି, ଫିଲ୍ଟରଠୁ ଆରମ୍ଭ କରି ଫ୍ରିଜ୍, ଫିଲ୍ଟରଠୁ ଯାହା ଯାହା ସହରରେ ରହେ, ଇଭିନ୍ ବସ୍ତିରେ ରହୁଛି। ମୋ କାମବାଲି ଘରେ ବି ଫ୍ରିଜ୍ ଅଛି, ଫିଲ୍ଟର ଅଛି, ସବୁ ଜିନିଷ ରହିଛି। ତେଣୁ ଆମେ ଗାଁ ବୋଲି କେଉଁଟା କହିବୁ? କେବଳ ଗପରେ ଗାଁ ଦେଖୁଛୁ, ଅଜୟ ସ୍ୱାଇଁଙ୍କ ଗପରେ ଦେଖୁଛୁ, ଦେବରାଜ ଲେଖକର ଦେଖୁଛୁ, ସନ୍ତୋଷ ସାମଲ ଗପରେ ଲେଖୁଛୁ, ଜ୍ଞାନ ନାୟକରେ ଗପରେ ଦେଖୁଛୁ। ଅଧେ ଲେଖୁଛନ୍ତି ଗାଁ ଉପରେ। ଆଉ ମୁଁ କିଛି ଯଦି ନାଁ ଭୁଲି ଯାଇଛି ତାହେଲେ ବି ମୋତେ କ୍ଷମା କରିବେ, ବହୁତ ଜଣ ଗାଁ ଉପରେ ଲେଖୁଛନ୍ତି। ଆଉ କିଛି ଲେଖୁଛନ୍ତି ସହର ଉପରେ। ଯେଉଁମାନେ ସହରରେ ଉପରେ ଲେଖୁଥିବା ଲେଖକମାନେ ବହୁତ ରହିଛନ୍ତି, କିନ୍ତୁ ମଧ୍ୟବିତ୍ତକୁ ନେଇକରି ଯିଏ ଲେଖୁ ଗାଁ ବା ସହର ସମସ୍ତେ ମଧ୍ୟବିତ୍ତକୁ ନେଇ ଲେଖୁଛନ୍ତି। ସବୁଠୁ ବଡ଼ ଜିନିଷ ହେଉଛି ଲେଖକ ଗୁଡ଼ା ବୋଧେ ମଧ୍ୟବିତ୍ତରୁ ଆସୁଛନ୍ତି, ସେଇଥିପାଇଁ ମଧ୍ୟବିତ୍ତ ଲେଖକ ବହୁତ। ବା ବଢିଆ କଥା କହିଲେ ମ୍ୟାଡ଼ାମ କି ଗାଁ ଉପରେ ଅଧିକ ଗାଁ ନାହିଁ, ଗାଁ ଆଉ ହେଇନାହିଁ ଏବଂ ଲେଖକ ଟିଏ ଗାଁ ଉପରେ ଲେଖୁଛନ୍ତି ଏବଂ କିଛି ଲେଖକ ସହର ଉପରେ ବି ଲେଖୁଛନ୍ତି। କିନ୍ତୁ ଭଲ କଥା ହେଲା ଯେ ମଧ୍ୟବିତ୍ତଙ୍କ ଉପରେ ଲେଖୁଛନ୍ତି, କାରଣ ପ୍ରାୟତଃ ଲେଖକମାନେ ମଧ୍ୟବିତ୍ତର ହେଇଥାନ୍ତି ପ୍ରାୟତଃ। ତେବେ ଆଉ ଗୋଟେ କଥା ମ୍ୟାଡ଼ାମ, ଯେ ଆପଣ ତ ଅନେକ ପଢ଼ାପଢ଼ି କରନ୍ତି, ବାହାରର ସାହିତ୍ୟ ବି ପଢ଼ାପଢ଼ି କରନ୍ତି, ତେବେ ସେଇ ଓଡ଼ିଶା ବାହାରର ଅନ୍ୟାନ୍ୟ ଭାରତୀୟ ଭାଷାଭାଷୀର ସାହିତ୍ୟ ତୁଳନାରେ, ଗଳ୍ପ ତୁଳନାରେ ଆମ ଗପର ମାନ ସେଇ ଅନୁସାରେ ଭଲ ଅଛି ନା ଖରାପ ଅଛି, ନା ମାନ କମି ଯାଉଛି? ଏକଥା ବି କୁହନ୍ତୁ ଯେ ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତିଙ୍କ ସମୟ ଠାରୁ ଆଜି ଗପରେ ଯାହା ଲେଖାଯାଉଛି ସେ ଗପର ମାନ ଅନୁସାରେ ଆମ ଗପର ମାନ କମି ଯାଇଛି କି? ନା, ଆଦୌ ନୁହଁ। କାରଣ ମୁଁ ତ ବାହାରର ବହୁତ ମାନେ ବଙ୍ଗଳା ପଢ଼ିପାରେ, ହିନ୍ଦୀ ପଢ଼ିପାରେ, ଇଂରାଜୀ ପଢ଼ିପାରେ, କିନ୍ତୁ ମୋତେ ଲାଗୁଛି ଯେ ଆମେ ମାନେ ପଛୁଆ ନୁହଁ। ମୁଁ ବହୁତ ଜଣ, ମୋର ବହୁତ ବନ୍ଧୁ ଅଛନ୍ତି ଯେଉଁମାନେ ମାଲାୟାଲମ ଗପ ଯେଉଁମାନେ ହିନ୍ଦୀରେ ହେଇଛି ସେମାନଙ୍କର ବି ମୁଁ ପଢ଼ିଛି। ଯଦି ଆମେ ମାଲାୟାଲମ ଲିଟରେଚର୍ ଆଉ ବେଙ୍ଗଲୀ ଲିଟରେଚର୍କୁ ନେବା ବା ବଙ୍ଗଳା ସାହିତ୍ୟକୁ ନେବା, ତାହେଲେ ଦେଖିବା ଯେ ବଙ୍ଗଳା ସାହିତ୍ୟରେ ଯେଉଁ ଜିନିଷଟା ସେମାନେ ପରମିସିଭ୍, ସ୍ତ୍ରୀ ଲୋକମାନେ ଟିକେ ବହୁତ ପରମିସିଭ୍ ଆମ ଓଡ଼ିଆ ଝିଅମାନଙ୍କ ତୁଳନାରେ। ତେଣୁ ତାଙ୍କ ପାଖରେ ପରକୀୟାଟା ଗୋଟେ କିଛି ବଡ଼ ଅପରାଧ ନୁହଁ। ଆମର ଏଠି ଗୋଟେ ପରକୀୟା ଉପରେ ଗପ ଲେଖିଦେଲେ ସାଙ୍ଗେ ସାଙ୍ଗେ ଟିକେ
କିନ୍ତୁ ସେ ଗପ ଅର୍ଥ ନୁହଁ ଯେ ପରକୀୟା ଲେଖିଲେ ଜଣେ ଆଡ଼ଭାନ୍ସ ଆଉ ଜଣେ ମାନେ ଆଗ ଧାଡ଼ିର ଲେଖକ ହବ, ସେମିତି ନୁହଁ। ଲୋକ ଗପର ଭାବୁଛନ୍ତି କି ଯେ ମୁଁ ଇରୋଟିକା ଲେଖିଦେଲେ ମୁଁ ଜଣେ ଆଗଧାଡ଼ିର ନାଇଁ, ଲେଖକ ବା ଏଇଟା ଲେଖିକା ଏଇଟା ବୋଲି। ଗୋଟେ ଭୁଲ ଧାରଣା। ଗପଟେ ଗପ ହବା ଉଚିତ, ଗପଟେ ଗପ ହବା ଉଚିତ। ଆମକୁ କମ୍ୟୁନିକେଟ୍ କରିବା କଥା, ଆମ ହୃଦୟ, ଆମେ ତା ଭିତରେ ନିଜକୁ ଦେଖିବା ଉଚିତ। ତେଣୁ ଇରୋଟିକା ଲେଖିଦେଲେ ଯେ ଆମେ ବଡ଼ ହେଇଯିବୁ ସେଇଟା ଭାବିବା କଥା ନୁହଁ। ଲେଖିଲା ବେଳେ ଧର ଗୋଟେ ବେଳେବେଳେ କ'ଣ ହୁଏ, ତମେ ତ ନିଜେ ଜଣେ ଲେଖକ, ବେଳେବେଳେ ହୁଏ ଯେ ଶବ୍ଦ ଭାରି କମ୍ ପଡ଼େ। ଫିଲିଙ୍ଗସ୍, ଆମର ଯେତେ ଫିଲିଙ୍ଗସ୍ ଅଛି ତା ପାଇଁ ଶବ୍ଦ ଆମକୁ ବହୁତ କମ୍ ପଡ଼େ। ଯେ ଶବ୍ଦ କମ୍ ପଡ଼େ କିମ୍ବା ଅନେକ ସମୟରେ ଗୁଡ଼ାଏ କଥା ଆମେ କହିପାରୁନା ସାଧାରଣ ଓଡ଼ିଆ ମାନେ ମାନେ କାବ୍ୟ ଗଦ୍ୟ ଭାଷାରେ, ସେତେବେଳେ ଆମକୁ ଗୋଟେ ଛଦ୍ମତାର ନେବାକୁ ପଡ଼େ। ମୁଁ ଯେଉଁଟା ନିଜେ ବି କରିଛି, ଯେ ମୁଁ କହିଲି ଯେ ଗୋଟେ ସ୍ୱାମୀଟେ ତ ଗୋଟେ ଟର୍ଚର୍ କରୁଛି, ସେକ୍ସୁଆଲି ଟର୍ଚର୍ କରୁଛି ସ୍ତ୍ରୀକୁ, ସେଟାକୁ ସେ ବର୍ଣ୍ଣନା ମୁଁ କରିଛି ଯେ ଅପରେସନ୍ ଥିଏଟର ଯେମିତି ଛୁରୀ କଇଁଚି ଚଲେଇକି ତାକୁ କଷ୍ଟ ଦେଉଛି। ତ ସେଇଟା ହେଉଛି ଛଦ୍ମତା। ଏଇଟା ଆମକୁ, ଏଇଟା ଆସ୍ଥେଟିକ୍ ସେନ୍ସ କୁହାଯାଇପାରେ, କିନ୍ତୁ କରାଯିବ। କିନ୍ତୁ ଗଳ୍ପରେ ଗଳ୍ପଟାର ମଞ୍ଜଟା ରହିବା କଥା। ମାନେ ଯେଉଁ କଥାଟି ପ୍ରକୃତରେ ଗୋଟେ ଭଲ ଗପ ହେଉଛି ଯେ ମୁଁ ଯେଉଁ ଗପ ଲେଖିଲି ମୋ ଜଣେ ପାଠକ ଆବିଷ୍କାର କରିତା ନିଜକୁ ମୋ ଭିତରେ, ସେଇଟା ହେଉଛି ବଡ଼ ମୋର ସଫଳତା ବୋଲି ମୁଁ ଭାବେ। ଧନ୍ୟବାଦ ମ୍ୟାଡ଼ାମ। ତେବେ ଶେଷ ପ୍ରଶ୍ନ, ସଂକ୍ଷେପରେ ଉତ୍ତର ରଖିବେ ଯେ ଆମର ଗଭୀର ଗପ, ଆମ ଶୀର୍ଷକକୁ ଫେରିବା। ଆମର ଶୀର୍ଷକ ବିଷୟର ବିମର୍ଶର ଶୀର୍ଷକ ଥିଲା ଯେ ଗପର ଗଭୀରତା। ଯେ ଗପର ଗୋଟେ ଗଭୀର ଗପରେ କ'ଣ ଆବଶ୍ୟକ ବେଶୀ ପଡ଼େ, କାହାଣୀ ନା ଶୈଳୀ? କାହାଣୀ। କାହାଣୀ ନଥିଲେ ଶୈଳୀ କେତେ ଦିନ ରହିବ? କେତେ ଦିନ ଆମେ ଡିଷ୍ଟେମ୍ପର କରିକି ଚଲେଇବା? କେତେ ଦିନ ଆମେ ନକାଶୀ କରିବା? ଯଦି ତା ଭିତରେ ନିଦା ପଥରଟା ନାହିଁ ତାହେଲେ ସେ ରହିବ ଲାଭ କ'ଣ? ତେଣୁ ଏଇଟା ସୁନ୍ଦର ଦେଖାଯିବା ପାଇଁ ଆମେ ଯେହେତୁ ଗୋଟେ ଆର୍ଟ ଫର୍ମରେ, ଆମେ ସରସ୍ୱତୀଙ୍କ କାମ କରୁଛେ, ଆର୍ଟ ଫର୍ମରେ ଗୋଟେ ଆମେ ଅଧିକାରୀ, ତେଣୁ ଟିକେ ଆର୍ଟିଷ୍ଟିକାଲି କରୁ, କିନ୍ତୁ ତା ମୂଳଟା ମଞ୍ଜଟା ହେଉଛି ଗୋଟେ ପଥର ହେବା କଥା, ନିଦା ପଥର। ଧନ୍ୟବାଦ ମ୍ୟାଡ଼ାମ, ଅନେକ ଅନେକ ଭଲ ଉତ୍ତର ରଖିଲେ। ଧନ୍ୟବାଦ KLF ଟିମ୍କୁ। ବହୁତ ବହୁତ ଧନ୍ୟବାଦ। ଠିକ ସମୟରେ ଆମେ ସାରିପାରିଲେ। ମୁଁ ଏବେ ଅନୁରୋଧ କରିବି ଆମର 2 ଜଣ ବକ୍ତାଙ୍କୁ ପୁରସ୍କୃତ ସମ୍ବର୍ଦ୍ଧିତ କରିବା ପାଇଁ ଆମ ଗହଣରେ ଅଛନ୍ତି ବିଶିଷ୍ଟ ଗାଳ୍ପିକ କବି ବାଦଲ ମହାନ୍ତି ଭାଇଙ୍କୁ।